ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ମୁଁ ଆଜି ଗୋଟେ ବିଷୟରେ କହିବାକୁ ଯାଉଛି। ସେ ଗୋଟେ ବିଷୟ ଉପରେ ଆଉ ଆପଣମାନେ ଶୁଣନ୍ତୁ, ଆପଣଙ୍କ ସୁଚିନ୍ତିତ ମତାମତ ଦେବେ। ଆଉ ଏବେ ବି ଜାଗା ଅଛି, ଏବେ ବି ଲୋକମାନେ ଅଛନ୍ତି, ସେମାନଙ୍କ ଚିନ୍ତାଧାରା ଏତେ ନିମ୍ନ ଯେ ସେମାନେ ଝିଅମାନଙ୍କୁ ବହୁତ ନିମ୍ନ ଦୃଷ୍ଟିରେ ଦେଖନ୍ତି। ଆପଣ ଦେଖିବେ, ସେମାନେ ସବୁ ଝିଅଟେ ଯଦି ପରିବାରରେ ଜନ୍ମ ହେଲା, ସେମାନଙ୍କର ମୁହଁ ଶୁଖିଯାଏ। ଝିଅଟା ହେଲା, ଆଉ ପୁଅଟା ହେଇଥିଲେ ଭଲ ହେଇଥାନ୍ତା। ମାମୁଁ ଘର ବି ସେମିତି, ଝିଅର 21 ହେବ, ହଁ ଝିଅଟା ହେଇଛି ତ ଗୋଟେ ଲକେଟ୍ କି ମୁଦି ଦେଇଦେବା, ଆଉ ପୁଅ ହେଲେ ତାକୁ ଚେନ୍ଟା ଦେବା। ସେମିତି ବାପା ମା' ମାନେ ଝିଅ ପଢ଼ିବ, ଯାହା ପଢ଼ୁଛି ପଢ଼ୁ, ସେ ଶାଶୁଘର ତ ଯିବ। ଆଉ ସେମିତି ବି ସେମାନଙ୍କ ଚିନ୍ତାଧାରା ସେମିତି, ଝିଅକୁ ଅଳ୍ପ ଅଳ୍ପ ଦେବେ ଖାଇବାକୁ, ଭଲ ଜିନିଷ ଦେବେନି। ପୁଅକୁ ଅଧିକା ଦେବେ ଖାଇବାକୁ, ତାକୁ ଭଲ ସ୍କୁଲରେ ପଢ଼େଇବେ, ଝିଅକୁ ଭଲ ସ୍କୁଲରେ ପଢ଼େଇବେନି। ଆଉ ଟିକେ କଥାରେ ଭାଇକି ଜଗିଥିବୁ, ତୁ ଭାଇ ଇଏ ହେବ, ଭାଇକି ସବୁବେଳେ ଜଗିବୁ, ସ୍କୁଲକୁ ନେଲାବେଳେ ଭାଇକି ସାଙ୍ଗରେ ନେଇକି ଯିବୁ। ଏସବୁ ବିଭିନ୍ନ ଚିନ୍ତାଧାରା ଲୋକମାନଙ୍କର। କିନ୍ତୁ କିଛି ଲୋକ ବି ଏବେ ତ ବଦଳିଗଲେଣି, କିନ୍ତୁ ସ୍ଥାନେ ସ୍ଥାନେ ଏଇ ପ୍ରଥା ପ୍ରଚଳିତ ହେଇଛି। ସେମାନଙ୍କୁ ଭାବୁଛନ୍ତି ଝିଅମାନେ, କିନ୍ତୁ କେତେ ଯେ ଦୁଃଖ ଗୋଟେ ଝିଅ ଭାଗ୍ୟରେ। ସେ ବାପ ଘରେ ବଢ଼ିବ, 20-25 ବର୍ଷ ଯାଏ ରହିବ, ସେଠି ଜନ୍ମସ୍ଥାନ ଛାଡ଼ିବ, ବାପ ଘରୁ ଜନ୍ମସ୍ଥାନ ଛାଡ଼ିକିରି ସେଠିକା ଲୋକ, ତା ସାଙ୍ଗସାଥି ସବୁ ଛାଡ଼ିକି ସେ ଯିବ ଶାଶୁଘରକୁ। ଆଉ ଗୋଟେ ନୂଆ ସ୍ଥାନରେ ତାକୁ ଆଡ଼ଜଷ୍ଟ କରିବା ଯେ କେତେ କଷ୍ଟ, ସେଟା ସେ ହିଁ ଜାଣେ। ଏ କଥା ତ କେହି ବି ବୁଝନ୍ତିନି। ସମସ୍ତେ ପ୍ରତି କଥାରେ, ଯଦି ଟିକେ ଶାଶୁଘରକୁ ଗଲାବେଳେ ନାଁ ପକେଇବୁନୁ, ଯାଉଛୁ, ବାପା ମା'ଙ୍କ ନାଁ ଯେମିତି ନ ପଡ଼େ, ଯଦି କିଛି ବି ହୁଏ ଆମ କାନକୁ ଯେମିତି ନ ଆସେ, ଆଉ ଯାହା ଭଲ ମନ୍ଦ ହେବ ତୋର ସେଇଠି ହେବ, ଆମକୁ କିଛି କହିବୁନି। ଝିଅମାନଙ୍କୁ ଏଇ ଦୃଷ୍ଟିରେ ଦେଖାଯାଏ। ସେ କଥା ଭାବିଲା ବେଳକୁ ବହୁତ ଦୁଃଖ ଲାଗୁଛି। ଆଉ ଲୋକମାନଙ୍କ ଭିତରୁ ଏ ଚିନ୍ତାଧାରା ଯେ କେବେ ଯିବ? ଅବଶ୍ୟ କିଛି ଲୋକ ପରିବର୍ତ୍ତନ ହେଲେଣି, ଆଉ ତଥାପି ବହୁତ ଲୋକ, ପ୍ରାୟ 60% ଲୋକ ପରିବର୍ତ୍ତନ ହେଇନାହାନ୍ତି। ସେମାନଙ୍କର ପରିବର୍ତ୍ତନ ଅବଶ୍ୟ ଭାବି। ଆପଣମାନଙ୍କର ମତ କ'ଣ? ଆପଣମାନଙ୍କର ସୁଚିନ୍ତିତ ମତାମତ ମୋ ଭିଡ଼ିଓରେ ଦେବେ କମେଣ୍ଟସ୍ ମାଧ୍ୟମରେ। ଧନ୍ୟବାଦ। ରହିଲି। ଜୟ ଜଗନ୍ନାଥ।